ମାଉସୀ ହଠାତ୍ ସିରିୟସ୍ ହେଇଗଲେ। କ'ଣ ହେଲା କେଜାଣି କିଛି ବୁଝି ହେଲାନି। ସେ ଅଚେତ ହେଇଗଲେ। ନାମଜାଦା ସେ ନର୍ସିଂ ହୋମ୍କୁ ତରତରେ ନେଇଗଲୁ। ଆଇସିୟୁରେ ଭର୍ତ୍ତି ହେଲେ ମାଉସୀ। ପୁରା 2 ଦିନ ସେମିତି ଅଚେତ ରହିଲେ। କେତେ ପ୍ରକାର ପରୀକ୍ଷା ନିରୀକ୍ଷା ହେଲା। ରାତି ଅନିଦ୍ରା, ସମସ୍ତଙ୍କର ଖିଆପିଆ ବନ୍ଦ। ତୃତୀୟ ଦିନ ତାଙ୍କର ଚେତା ଆସିଗଲା। ଭିଜିଟିଂ ଆୱାରରେ ତାଙ୍କୁ ଦେଖା କରିବା ପାଇଁ ଲିଲି ଯେତେବେଳେ ଭିତରକୁ ଗଲା, ମୁହଁରେ ଅକ୍ସିଜେନ୍ ମାସ୍କ ଆଉ ସବୁ କ'ଣ କ'ଣ ନଳି ଦେହ ସାରା। ମାଉସୀ କଥା କହିପାରୁନଥିଲେ। ହାତରେ କିନ୍ତୁ ଠାରି କହିଲେ, ମୋତେ ଏଠୁ ନେଇଯାରେ। ସବୁ ରୋଗୀ ସେମିତି କୁହନ୍ତି, କିନ୍ତୁ ଏ କଥାଟା କାହିଁକି କେଜାଣି ଲିଲିକୁ ଜମା ଭଲ ଲାଗିଲାନି। ସେ ତା ବାବାଙ୍କୁ ସେ କଥା କହିଲା। ମଉସା ମାଉସୀଙ୍କୁ ଏତେ ଭଲ ପାଆନ୍ତି ଯେ ତାଙ୍କର କୌଣସି କଥା ଜୀବନ ସାରା ସେ ତଳେ ପକେଇ ନାହାନ୍ତି। ମାଉସୀଙ୍କୁ ସେଠୁ ନେଇ ଆସିବାକୁ ଚାହିଁଲେ। ନର୍ସିଂ ହୋମ୍ ବାଲା କିନ୍ତୁ ଜମା ଛାଡ଼ୁ ନଥିଲେ। ଏକ ପ୍ରକାର ଜୋର ଜବରଦସ୍ତ ଆମେ ତାଙ୍କୁ ସେଠୁ ଆଣି ଆଉ ଗୋଟେ ନର୍ସିଂ ହୋମ୍ରେ ଭର୍ତ୍ତି କଲୁ। ସାମାନ୍ୟ ସୁସ୍ଥ ହେଲା ପରେ ମାଉସୀ ଯାହା କହିଲେ, ଆମ ହୋସ୍ ଉଡ଼ିଗଲା। ପୂର୍ବ ନର୍ସିଂ ହୋମ୍ରେ ଆଇସିୟୁରେ ତାଙ୍କର ଚେତା ଆସି ସାରିଥିଲା, କିନ୍ତୁ କେହି ଜାଣିପାରି ନଥିଲେ। ସେ ସେମିତି ଆଖି ବନ୍ଦ କରି ପଡ଼ିଥିଲେ। ଶୁଣିଲେ କେହି ଜଣେ କହୁଛନ୍ତି, କାଲି ୟାଙ୍କୁ କେବିନ୍କୁ ନେଇଯିବା। ଠିକ୍ ତ ହେଇଗଲେଣି, ଆଉ ଆଇସିୟୁରେ କାହିଁକି ପକେଇବା? 2 ଦିନ ପରେ ଡିସଚାର୍ଜ କରିଦେବା। ଆଉ ଜଣେ କହିଲେ, ହେ ରଖମ ଆଉ କିଛି ଦିନ। ଏମିତିରେ ତ ଆଇସିୟୁର ବି ସିଟ୍ ଫାଙ୍କା ଅଛି। ବେଶ୍ ମାଲଦାର ପାଟି ଅଛନ୍ତି ଏମାନେ। ଭଲ କରି ଝଡ଼େଇ ସାରିଲେ ଛାଡ଼ିଦେବା। ଏତକ ମାଉସୀ ଶୁଣି ଦେଇଥିଲେ। ସେଥିପାଇଁ ସେ ସେଠି ରହିବେନି ବୋଲି ଅନୁରୋଧ କଲେ। ହାୟ ରେ, ଏଇ ଆମର ସ୍ୱାସ୍ଥ୍ୟ ସେବା। ପ୍ରତିଦିନ ଶହ ଶହ ହଜାର ହଜାର ରୋଗୀ ଡାକ୍ତରମାନଙ୍କ ଦ୍ୱାରା ଭଲ ହେଉଛନ୍ତି। ବହୁତ ଭଲ ଡାକ୍ତର ବି ଅଛନ୍ତି, ନିର୍ଲୋଭ, କର୍ତ୍ତବ୍ୟନିଷ୍ଠ, ସେବାପରାୟଣ। କିନ୍ତୁ ହାଣ୍ଡିଏ ଅମୃତରେ ଟୋପାଏ ବିଷ ଭଳି ଏଇ ଟିକେ ଟିକେ କଥା ନା ସବୁ ବ୍ୟବସ୍ଥାକୁ ବର୍ବାଦ କରିଦେଉଛି। ମୁଁ ଠିକ୍ କହିଲି ନା? ଯଦି ଆପଣମାନଙ୍କ ପାଖେ ଏମିତି କିଛି ଅନୁଭୂତି ଥାଏ, ଆପଣ ଆମକୁ ମେଲ୍ କରନ୍ତୁ। ଆମେ ତାକୁ ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିବୁ।